ରୋଗୀ ଓ ଗଛକୁ ରାକ୍ଷୀ ବାନ୍ଧି ନିଆରା ଢଙ୍ଗରେ ପାଳିଲେ ଛାତ୍ରଛାତ୍ରୀ। କୁତରା ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ଭାରତ ସ୍କାଉଟ୍ ଗାଇଡ୍ ଓ ସବୁଜ ବାହିନୀ ଆନୁକୂଲ୍ୟରେ ମହାସମାରୋହରେ ପବିତ୍ର ଗହ୍ମା ପୂର୍ଣ୍ଣିମା ଓ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଗାଇଡ୍ କମିଶନର ଦୀପିକା କେରକେଟାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍କାଉଟ୍ କମିଶନର ଡକ୍ଟର ବିଭୀଷଣ ବାରିକ ଯୋଗଦେଇ ଏହି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ଲୋକନାଥ ପ୍ରଧାନ, ମହେନ୍ଦ୍ର ସିଂ, ରବୀନ୍ଦ୍ର ପଣ୍ଡା, ଅବିନାଶ କର ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ପରେ ସ୍କାଉଟ୍ ଗାଇଡ୍ ସମସ୍ତଙ୍କୁ ରାକ୍ଷୀ ବାନ୍ଧି ଭାଇଚାରାର ସନ୍ଦେଶ ଦେବା ସହ ଗଛଲତା ପତ୍ରଙ୍କୁ ରାକ୍ଷୀ ବାନ୍ଧିଥିଲେ। ସେହିପରି ସବୁଜ ବାହିନୀ ଛାତ୍ରଛାତ୍ରୀ ଗଛକୁ ରାକ୍ଷୀ ବାନ୍ଧି ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଗାଇଡ୍ କମିଶନର ଦୀପିକା କେରକେଟା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ 200ରୁ ଊର୍ଦ୍ଧ୍ୱ ସ୍କାଉଟ୍ ଓ ଗାଇଡ୍ ସହିତ 50ରୁ ଊର୍ଦ୍ଧ୍ୱ ସବୁଜ ବାହିନୀ ଯୋଗ ଦେଇଥିଲେ। ସୁନ୍ଦରଗଡ଼ କୁତ୍ରାରୁ ରାଜେଶ ସାହୁଙ୍କ ରିପୋର୍ଟ, ସମ୍ବାଦ ଏକ୍ସପ୍ରେସ।